ଗିଳିଦେଲା ଅଧା ଗାଁ। ଜୀବନ ବଞ୍ଚିଗଲା ସିନା, ସବୁ ସ୍ୱପ୍ନ ଜଳି ପୋଡ଼ି ଛାରଖାର ହୋଇଗଲା। ରାତି ଅଧରେ ହୁତୁ ହୁତୁ ହୋଇ ଜଳିଲା ଗାଁ। ନିଆଁ ଆଁରେ ଭସ୍ମୀଭୂତ ହୋଇଗଲା 10ରୁ ଅଧିକ ଘର ଆଉ ଅନେକଙ୍କ ସ୍ୱପ୍ନ। ବିଳମ୍ବିତ ରାତିରେ ନିଆଁ ଲାଗି ଘଟିଲା ଭୟଙ୍କର ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ସାରା ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହେଲା। କେହି କିଛି ଜିନିଷ ଘରୁ ଆଣିବା ପୂର୍ବରୁ ସବୁକିଛି ଜଳିପୋଡ଼ି ନଷ୍ଟ ହୋଇଯାଇଥିଲା। ଏପରି ଏକ ଭୟାବହ ଅଗ୍ନିକାଣ୍ଡ ନରେନ୍ଦ୍ରପୁର ପଞ୍ଚାୟତ ଛତ୍ରପଦା ଗାଁରେ ଘଟିଛି। ଅଗ୍ନିକାଣ୍ଡରେ 10ରୁ ଅଧିକ ଘର ସହ ଗୃହପାଳିତ ପଶୁ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଘରେ ଥିବା ଧାନ ଚାଉଳ ସହ ଆସବାବପତ୍ର ସମ୍ପୂର୍ଣ୍ଣ ଜଳି ପୋଡ଼ି ନଷ୍ଟ ହୋଇଯାଇଛି। ନିଆଁ ଲାଗିବାର ଦେଖି ଗ୍ରାମବାସୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ପହଞ୍ଚିଲା ବେଳକୁ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ସରକାରୀ ପ୍ରଶାସନ ପକ୍ଷରୁ ତୁରନ୍ତ ରିଲିଫ ଯୋଗାଇବା ସହ ପୀଡ଼ିତ ପରିବାରମାନଙ୍କୁ ଖାଦ୍ୟ ଓ ଅସ୍ଥାୟୀ ଆଶ୍ରୟ ବ୍ୟବସ୍ଥା କରିବା ପାଇଁ ସେମାନେ ଅନୁରୋଧ କରିଛନ୍ତି। ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିବା ସୂଚନା ମିଳିଛି। ଶୋଇଥିଲୁ, ଆମେ କିଛି ଜାଣିନାହୁଁ। ରାତି 2:30 ପାଖରୁ ଘର ଲାଗିଲା ନିଆଁ। ଟୋଟାଲ ଆମ ଘର ପାଖର 10 ଜଣଙ୍କର ଲୋକଙ୍କର ଘର ପୋଡ଼ି ଯାଇଛି। ଗାଈ ଗୋରୁ 20-30ଟାରୁ ଉର୍ଦ୍ଧ୍ୱ ଗାଈ ମରିଯାଇଛନ୍ତି। ଧାନ ଚାଉଳ ସବୁ ପଳେଇ ଯାଇଛି। ଆଉ ଟଙ୍କା ପଇସା ସୁନା ରୂପା ଯାହା ରଖିଥିଲୁ ସବୁ ପୋଡ଼ିକି ପାଉଁଶ ହୋଇଯାଇଛି। ବର୍ତ୍ତମାନ କିଛି ନାହିଁ। ଆମେ ସରକାରଙ୍କ ପାଖରେ ସାହାଯ୍ୟ ମାଗୁଛୁ। ସରକାର ଯଦି କିଛି ସାହାଯ୍ୟ ଦେବେ ଆମେ ଖୁସି ହେବୁ। ଆଉ ମୁଣ୍ଡ ଗୁଞ୍ଜିବା ପାଇଁ ବର୍ତ୍ତମାନ କିଛି ଜାଗା ନାହିଁ। କେତେରେ ଲାଗିଲା, ରାତି ବହୁତ ଅଧରେ ଲାଗିଲା। ଆମେ କୌଣସି ଜିନିଷ ବି କାଢ଼ି ପାରିଲୁ ନାହିଁ। ସବୁ ଗଡ଼ରେଜରେ ସବୁ ଜିନିଷ ସୁନା ରୂପା ସବୁ ବି ଜଳି ଯାଇଛି। ଆଉ କାଗଜପତ୍ର ବି ସବୁ ଜଳି ଯାଇଛି। ଆସବ ଜିନିଷ ବି କିଛି ବି କାଢ଼ି ପାରିନୁ। ଆମର ଗାଈ ଗୋରୁ ସବୁ ହିଁ ଜଳି ଯାଇଛି। ଆଉ କୌଣସି ଘର କୌଣସି ବି ଜିନିଷ ନାହିଁ। ଆପଣ ଟିକେ ଦୟା ପରଶ ହେଇ ଆପଣ ଆମେ ଟିକେ କ'ଣ କିଛି କରିପାରିବୁ, ଉନ୍ନତି କରିବୁ। ରାତି 4ଟାରେ ପହଞ୍ଚିଲା। ସେତେବେଳକୁ ଆଉ ଘର କିଛି ଅବସ୍ଥା ହିଁ ନଥିଲା, ସବୁ ଜଳି ଯାଇଥିଲା। ये तो सब आज्ञा 15ରୁ ବଖରା ଘର ପୋଡ଼ି ଯାଇଛି। ଆଉ ଗାଈ ଗୋରୁ ସବୁ ପୋଡ଼ିଗଲେ। ଯାହା ଧନ ସମ୍ପତ୍ତି ଥିଲା ସବୁ ବି ଚାଲିଗଲା। ନୂଆ ଧାନ ବି ଆସିକି ଘରେ ଥିଲା, ଧାନ ବି ସବୁ ଚାଲିଯାଇଛି। ଆଉ ଆମେ ତ ପଣ୍ଟିଆ ଲୋକ, ଆମର ସବୁ ଜାତକ ପତ୍ର ଯାହା ସବୁ ଥିଲା ଆସବାବପତ୍ର ସବୁ ପୋଡ଼ି ଯାଇଛି, ସବୁ ଧ୍ୱଂସ ହେଇଯାଇଛି। କିଛି ଗୋଟିଏ ଆମେ ରକ୍ଷା କରିପାରିବୁ। ଆଜ୍ଞା ଗାଈ ଗୋରୁ ଆମର ଏଇ ଗାଈ ଥିଲା ଜୀବିକା। ଏଇ କ୍ଷୀର ବିକ୍ରି କରିକି ଆମେ ଯାହା ଯେମିତି ଚଳୁଥିଲୁ। ସେ ଗାଈ ତ ସବୁ ମରିକି ପଡ଼ିଛି, ଆପଣ ଦେଖୁଛନ୍ତି। ଆଜ୍ଞା ପିଲାଙ୍କର କିଛି ଲୁଗାପଟା ବହିପତ୍ର କିଛି ଖଣ୍ଡେ ବି ନାହିଁ। ସବୁ ଧ୍ୱଂସ, ଯାହା କାଠ ଯାହା ସବୁ ପୋଡ଼ି ଯାଇଛି। ବିଛଣା ପତ୍ର ସବୁ ଜାଣିଲାଣି, କିଛି ନାହିଁ। ଏଭଳି ଦୁଃଖଦ ଘଟଣା ସମସ୍ତେ ସେ ପରିବାରକୁ ସହାନୁଭୂତି ସମସ୍ତେ ଦେଖେଇଲେ। ତାଙ୍କ ସହିତ ଆମ ପଞ୍ଚାୟତ ବି ନରେନ୍ଦ୍ରପୁର ପଞ୍ଚାୟତର ଛତରପଦା ଗ୍ରାମର ପଣ୍ଡିତ ସାହି ପୁରା ପୋଡ଼ି ଆଜି ଧ୍ୱଂସ ହେଇଯାଇଛି। ସାହାଯ୍ୟ କ'ଣ, ଆମେ ତ ତହସିଲଦାରକୁ ଜଣେଇଛୁ, ତହସିଲଦାର ବି ଆସିବେ। ଆର୍ଆଇଙ୍କୁ ବି ସକାଳୁ ଜଣେଇଛୁ, ସିଏ ବି ଆସୁଛନ୍ତି। ଏମିତି ମାନେ ସମସ୍ତଙ୍କୁ ଜଣାଯାଇଛି। ଆସିଲା ପରେ କ'ଣ କ୍ଷୟକ୍ଷତିର ଆକଳନ କରିକି ଚାନ୍ଦବାଲିରୁ ମନୋଜ କୁମାର ମହାଳିକଙ୍କ ରିପୋର୍ଟ, ସରକାର ନ୍ୟୁଜ୍। ଭାରତ ଭ୍ରମଣ ହେଲା ସହଜ। କାଶୀରୁ କାଶ୍ମୀର, ପୁରୀରୁ ଦାର୍ଜିଲିଂ, ଚାରିଧାମ ହେଉ କି ହନିମୁନ ଟୁର୍, ସବୁ ବ୍ୟବସ୍ଥା ଆମ ପାଖରେ। ଶସ୍ତା ଦାମ, ଭଲ ହୋଟେଲ, ଆରାମଦାୟକ ଯାତ୍ରା ଏବଂ 24x7 ସହଯୋଗ। ଦେବତା ଟୁର୍ ଆଣ୍ଡ ଟ୍ରାଭେଲ୍ସ। ତେବେ ଆଉ ଡେରି କାହିଁକି? ଏବେ ହିଁ ଫୋନ୍ କରି ନିଜର ସିଟ୍ ବୁକିଂ କରନ୍ତୁ ଏବଂ ଭାରତ ଭ୍ରମଣର ମଜା ନିଅନ୍ତୁ। ସ୍କ୍ରିନ୍ରେ ଦେଖାଯାଉଥିବା ନମ୍ବରରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ମହାବୀର ଛକ, ଯାଜପୁର ଟାଉନ, ଯାଜପୁର।